ଦେଖନ୍ତୁ ଡକ୍ଟର ନବକିଶୋର ରାଉତ ଏ ଅଞ୍ଚଳର ଗରିବ ଲୋକଙ୍କର ଜଣେ ସେବକ ଥିଲେ। ଆଜି ନୁହଁ ବିଗତ 50 ବର୍ଷ ତଳୁ ଏ ଅଞ୍ଚଳରେ ଯେତେବେଳେ ସ୍ୱାସ୍ଥ୍ୟ ସେବାର ଅଭାବ ଥିଲା ତାଙ୍କର ଉଦ୍ୟମରେ ଏ ଅଞ୍ଚଳରେ ସାଧାରଣ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇପାରୁଥିଲେ। ତେଣୁ ଅଞ୍ଚଳବାସୀ ତାଙ୍କୁ 50 ବର୍ଷ ହେଲା ଏ ଆମ ଅଞ୍ଚଳର ଜଣେ ଦେବଦୂତ ଯେ ଡାକ୍ତର ଭାବେ ରହି ଆମ ଅଞ୍ଚଳର ଗରିବ ଲୋକମାନଙ୍କର ସେବା କରୁଥିଲେ। ତା ସହିତ ସେ ଜଣେ ପରୋପକାରୀ ଲୋକ ଏବଂ ଭାରତୀୟ ଜନତା ପାର୍ଟି ଯେତେବେଳେ ଜନସଂଘରୁ ଭାରତୀୟ ଜନତା ପାର୍ଟି ଗଠନ ହେଲା ସେହି ସମୟରେ ଡକ୍ଟର ନବକିଶୋର ରାଉତ ଆମ ଅଞ୍ଚଳରେ ରାଜ୍ୟ ପାଇଁ ଭାରତୀୟ ଜନତା ପାର୍ଟି ଜଣେ ପ୍ରମୁଖ ନେତୃତ୍ୱ ହିସାବରେ କାର୍ଯ୍ୟ କରି ଆସୁଥିଲେ ଏବଂ ମୋ ଡେଲାଙ୍ଗପିପିଲି ନିର୍ବାଚନ ମଣ୍ଡଳୀରେ ଯଦି ଭାରତୀୟ ଜନତା ପାର୍ଟିର ଆରମ୍ଭ ହୋଇଛି କି ଭାରତୀୟ ଜନତା ପାର୍ଟିର ଯଦି ଆମେ ସମସ୍ତେ ଆମର ପିତାମହ ଭୀଷ୍ମ କହୁ ତାଙ୍କର ଉଦ୍ୟମରେ ଆଜି ଭାରତୀୟ ଜନତା ପାର୍ଟି ଡେଲାଙ୍ଗପିପିଲିରେ କାୟା ବିସ୍ତାର କରି ଏଠି ଭାରତୀୟ ଜନତା ପାର୍ଟି ବିଜୟୀ ଲାଭ କରିଛି। ତେଣୁ ତାଙ୍କ ଅବର୍ତ୍ତନରେ ଆମ ଅଞ୍ଚଳବାସୀ ଭାରତୀୟ ଜନତା ପାର୍ଟିର ପ୍ରଭୁତ୍ୱ କ୍ଷତି ସହିତ ଏ ମଙ୍ଗଳପୁର ଅଞ୍ଚଳର ଅଧିବାସୀଙ୍କର ଅପୂରଣୀୟ କ୍ଷତି ହେଇଛି। ଜଣେ ସେବକଙ୍କୁ ଆମେ ଆଜି ହରେଇଛୁ। ତେଣୁ ସେଥିପାଇଁ ଆମ ଅଞ୍ଚଳ ଆଜି ମନ